ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରର ଶୁଭାରମ୍ଭ ହୋଇଛି। ଏପ୍ରିଲ 18 ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଏପ୍ରିଲ 22 ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏହି ପବିତ୍ର ପାର୍ବଣ ଉପଲକ୍ଷେ ଉତ୍ସବ ସ୍ଥଳ ମନ୍ଦିରର ବେସମେଣ୍ଟକୁ ଖୁବ୍ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ବାବା ସତ୍ୟାନନ୍ଦ ଦାସ ମହାରାଜ ଏହି ପଞ୍ଚରାତ୍ରରେ ସ୍କନ୍ଦ ପୁରାଣକୁ ଆଧାର କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସଂସ୍କୃତି, ଦର୍ଶନ, ମହିମା ଏବଂ ଅଲୌକିକ ଲୀଳା ସମ୍ପର୍କରେ ବହୁ ସାରଗର୍ଭକ ତଥ୍ୟ ଉପରେ ଆଲୋକପାତ କରିବେ ବୋଲି ଜଣାପଡ଼ିଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ଆନୁକୂଲ୍ୟରେ ଆୟୋଜିତ ଏହି ଧାର୍ମିକ ଅନୁଷ୍ଠାନକୁ ସୁରୁଖୁରୁରେ ସମ୍ପନ୍ନ କରାଯିବାରେ ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ରନାଥ ପ୍ରଧାନ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି। ତେବେ ପଞ୍ଚରାତ୍ରର ପ୍ରଥମ ଦିବସରେ ସ୍ଥାନୀୟ ବିଧାୟକ ସତୀଶ ଉପାଧ୍ୟାୟ ଏବଂ ଦ୍ୱିତୀୟ ଦିବସରେ କସ୍ତୁରବା ନଗରର ବିଧାୟକ ନିରଜ ବସୋୟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଏହି ପ୍ରବଚନ ପର୍ଯ୍ୟାୟକୁ ଉଦ୍ଘାଟନ କରିଥିଲେ। ଉଭୟ ସନ୍ଧ୍ୟାରେ ଉପସ୍ଥିତ ଥିବା ଅନ୍ୟ ସମ୍ମାନିତ ଅତିଥିବୃନ୍ଦଙ୍କ ମଧ୍ୟରେ ବେଙ୍ଗାଲୁରୁ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର HR ନଗେନ୍ଦ୍ର, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ଉଦୟ ଇଣ୍ଡିଆ ଗ୍ରୁପର ସମ୍ପାଦକ ଦୀପକ ରଥ ଓ ପଣ୍ଡିତ ଅଶୋକ ଆଚାର୍ଯ୍ୟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାତ୍ରରେ ବାବା ସତ୍ୟାନନ୍ଦ ଦାସ ମହାରାଜ ତାଙ୍କର ପ୍ରବଚନରେ ବେଦବ୍ୟାସଙ୍କ ଦ୍ୱାରା ରଚିତ ସ୍କନ୍ଦ ପୁରାଣକୁ ଉଦ୍ଧାର କରି ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ, ଶ୍ରୀ ଜଗନ୍ନାଥଙ୍କର ଦାରୁକଳେବର ଧାରଣର ରହସ୍ୟ, ମାଳବ ଦେଶର ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ବ୍ରହ୍ମ ଜିଜ୍ଞାସା ଏବଂ ଚତୁର୍ଦ୍ଧାମୂର୍ତ୍ତି ନୀଳାଚଳ ଧାମରେ ବିରାଜମାନ କରୁଥିବାର ସୂଚନା, ଜଟିଳ ସନ୍ନ୍ୟାସୀ ବେଶରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଦାନ କରିବା ଆଦି ଉପାଖ୍ୟାନଗୁଡ଼ିକୁ ବେଶ୍ ପ୍ରାଞ୍ଜଳ ଏବଂ ନିଖୁଣ ଭାବରେ ବର୍ଣ୍ଣନା କରିଥିଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କୁଳପୁରୋହିତ ବିଦ୍ୟାପତିଙ୍କର ନୀଳାଚଳ ଆଗମନ, ବିଶ୍ୱବସୁଙ୍କ ସହିତ ମିତ୍ରତା ସ୍ଥାପନ ଏବଂ ନୀଳମାଧବଙ୍କର ଦିବ୍ୟ ଦର୍ଶନ ସାରି ମହାପ୍ରଭୁଙ୍କର ଆଜ୍ଞାମାଳକୁ ଧାରଣ କରି ମାଳବଙ୍କୁ ପ୍ରତ୍ୟାବର୍ତ୍ତନ ଆଦି ଘଟଣାବଳୀର ଉପସ୍ଥାପନା ଅତ୍ୟନ୍ତ ଭାବୋଦ୍ଦୀପକ ଥିଲା। ପରେ ପରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ପ୍ରାନ୍ତରେ ପଦାର୍ପଣ କରି ସହସ୍ର ଅଶ୍ୱମେଧ ଯଜ୍ଞ ସମାପନ କରିବା ପରେ ଭଗବାନ ଦାରୁବ୍ରହ୍ମଙ୍କର ଆବିର୍ଭାବ ଘଟିବାର ବିଷୟବସ୍ତୁକୁ ଶତାଧିକ ଭକ୍ତଙ୍କର ସମ୍ମୁଖରେ ବାବା ସତ୍ୟାନନ୍ଦ ଖୁବ୍ ସରଳ ଓ ସୁନ୍ଦର ଭାବରେ ବ୍ୟାଖ୍ୟାନ କରିଥିଲେ। ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରକୁ ସଫଳତାର ସହିତ ଆୟୋଜନ କରିବାରେ ଅଶୋକ ପ୍ରଧାନ, ବାଲକୃଷ୍ଣ ପଣ୍ଡା, ନିର୍ମଳ ଧଳ, ଗୋବର୍ଦ୍ଧନ ଧଳ, ବିଭୁ ସାହୁ, ମନ୍ଦିରର ପରିଚାଳକ ରଶ୍ମି ରଞ୍ଜନ ବେହେରା ଏବଂ ସହପରିଚାଳକ ଶଶିକାନ୍ତ ସାହୁ ପ୍ରମୁଖ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ବିଭିନ୍ନ ରାତ୍ରିରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଫେସର ସତ୍ୟ ଦାସ, ଲକ୍ଷ୍ମୀନାରାୟଣ ବେବର୍ତ୍ତା, ଅସିତ କର, ପ୍ରିୟତମା କର, ଚକ୍ରପାଣୀ ପରିଡ଼ା, ଅର୍ଚ୍ଚନା ପରିଡ଼ା, ବିପିନ ଦଳେଇ, ସଞ୍ଜୟ ମିଶ୍ର ଏବଂ ପ୍ରସନ୍ନ ପରିଡ଼ା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ବ୍ୟୁରୋ ରିପୋର୍ଟ, ଏସ୍ ନ୍ୟୁଜ୍ ଓଡ଼ିଆ।